ମୁଁ ସେହି ରାତିରେ ମୋ ରୁମରେ ଶୋଇବାକୁ ଗଲି। ମୁଁ ଫ୍ୟାନ୍ ଚାଲୁ କରିବାକୁ ଚେଷ୍ଟା କଲି, କିନ୍ତୁ ଏହା ଚାଲୁ ନଥିଲା। ଫ୍ୟାନ୍ ବିନା ମୁଁ ଶୋଇପାରିଲି ନାହିଁ। ତାପରେ ମୁଁ ମୋ ଝିଅ ସୁନିତାଙ୍କ ରୁମକୁ ଗଲି। ସେ ରାତିରେ ସେ ଘରେ ନଥିଲେ। ମୁଁ ତାଙ୍କ ରୁମରେ ଫ୍ୟାନ ଚାଲୁ କରି ବିଛଣାରେ ଶୋଇପଡ଼ିଲି ଏବଂ କିଛି ସମୟ ମଧ୍ୟରେ ମୁଁ ଗଭୀର ନିଦ୍ରାରେ ଶୋଇପଡ଼ିଲି। ହଠାତ୍ କିଛି ସମୟ ପରେ ମୁଁ ମୋ ପାଖରେ କେହି ଜଣେ ଥିବା ଅନୁଭବ କଲି। ମୁଁ ବହୁତ ଗଭୀର ନିଦରେ ଶୋଇଥିଲି, କିନ୍ତୁ ତାପରେ ମୁଁ ଜାଣିଲି ଯେ ସେ ମୋ ଜ୍ୱାଇଁ। ସେ ମୋ କାନରେ ଫୁସ୍ଫୁସ୍ କରି କହିଲେ, ସୁନିତା, ତୁମେ ମୋତେ ପଛରୁ ଏପରି ଭାବରେ କୁଣ୍ଢେଇ ରଖିବାକୁ ଭଲ ପାଅ, ନୁହେଁ କି? ତୁମେ ମୋ ସ୍ମୃତିରେ ମୋର ପ୍ରିୟ ଶାଢ଼ୀ ପିନ୍ଧିଛ। ମୁଁ ତୁମକୁ ସଠିକ ସମୟରେ ଆଶ୍ଚର୍ଯ୍ୟ କରିବାକୁ ଆସିଛି। ଆଜି ତୁମେ କେବଳ ପଛରୁ ଆଲିଙ୍ଗନ ନୁହେଁ, ବରଂ ଆହୁରି ଅନେକ କିଛି ଅନୁଭବ କରିବ। ଏତିକି କହି ମୋ ଜ୍ୱାଇଁ ପଛରୁ କହିଲେ, ମୋ ନାମ ସୁମିତ୍ରା। ମୁଁ 45 ବର୍ଷ ବୟସର, କିନ୍ତୁ ମୁଁ 25 ବର୍ଷ ବୟସର ଦେଖାଯାଉଛି। ମୋର ନିଜର ଏକ ପରିବାର ଅଛି, ମୋ ସ୍ୱାମୀ ଏବଂ 2ଟି ଝିଅ। ମୁଁ ଶୀଘ୍ର ବିବାହ କରିଥିଲି, ତେଣୁ ମୋର ବଡ଼ ଝିଅ ସୁନିତା ଏବେ ବିବାହଯୋଗ୍ୟ ବୟସର ହୋଇଗଲା। ଆମେ ଜଣେ ଭଲ ବର ଖୋଜୁଥିଲୁ। କିଛି ଦିନ ପରେ ଜଣେ ସୁନ୍ଦର ଦେଖାଯାଉଥିବା ବୃତ୍ତିଗତ ସୁନିତାଙ୍କୁ ଦେଖା କରିବାକୁ ଆସିଲେ। ଆମେ ତାଙ୍କୁ ପସନ୍ଦ କରିଥିଲୁ ଏବଂ ଆମେ ବିବାହ ସ୍ଥିର କରିଥିଲୁ। ସୁନିତାଙ୍କ ବିବାହ ସ୍ଥିର ହେବା ପରେ ଆମର ଜ୍ୱାଇଁ ରାହୁଲ ପ୍ରାୟତଃ ତାଙ୍କୁ ଦେଖା କରିବାକୁ ଆସୁଥିଲେ। ଯେତେବେଳେ ସେ ଆସୁଥିଲେ, ସେ ପ୍ରଥମେ ମୋ ଶାଶୁ କିମ୍ବା ମୋତେ ଭେଟି ମୋ ସହିତ ବନ୍ଧୁ ପରି କଥା ହେଉଥିଲେ। ଆମ ଜ୍ୱାଇଁ କେତେ ବନ୍ଧୁତ୍ୱପୂର୍ଣ୍ଣ ଏବଂ ମିଠା ଥିଲେ, ତାହା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ସେ ମୋ ସହିତ ଏପରି ବ୍ୟବହାର କଲେ ଯେପରି ମୁଁ ତାଙ୍କ ବନ୍ଧୁ। ବିବାହ ଦିନ ଆମେ ଯିବା ସମୟରେ ମୁଁ ରାହୁଲଙ୍କୁ କହିଲି, ରାହୁଲ, ମୋ ଝିଅର ଯତ୍ନ ନିଅ, ତାକୁ ସବୁବେଳେ ଖୁସି ରଖ, ସେ ଆମର ସବୁଠାରୁ ପ୍ରିୟ। ସେ ଉତ୍ତର ଦେଲେ, ଶାଶୁ, ମୋ ସ୍ତ୍ରୀକୁ ଖୁସିରେ ରଖିବା ଆମର କର୍ତ୍ତବ୍ୟ। ଯଦି ଆମ ଝିଅ ଖୁସି, ତେବେ ମୋ ଶାଶୁ ଖୁସି। ମୁଁ ମୋ ଜୀବନର 2 ରାଣୀଙ୍କୁ କେବେ ଦୁଃଖୀ ହେବାକୁ ଦେବି ନାହିଁ। ସେ ସୁନିତାଙ୍କ ସହିତ ସମସ୍ତଙ୍କ ସମ୍ମୁଖରେ ମୋତେ ରାଣୀ ବୋଲି ଡାକିଲେ। ମୁଁ ତାଙ୍କର ଖୋଲା ଏବଂ ସାହସିକ ସ୍ୱଭାବ ଜାଣିଥିଲି, ତେଣୁ ମୁଁ ସମ୍ପର୍କୀୟମାନଙ୍କ ମତାମତକୁ ଅଣଦେଖା କଲି। ସୁନିତାଙ୍କ ବିବାହକୁ 15 ଦିନରୁ ଅଧିକ ସମୟ ଲାଗିଥିଲା। ବିବାହ ପରେ ସେ ଏତେ ବ୍ୟସ୍ତ ହୋଇଗଲେ ଯେ ତାଙ୍କ ପାଖରେ ସୁନିତାଙ୍କ ବାପା ମାଙ୍କ ଘରକୁ ଯିବାର ରୀତି ପାଇଁ ମଧ୍ୟ ସମୟ ନଥିଲା। ମୁଁ ତାଙ୍କୁ ବାରମ୍ବାର ଡାକି ଥକି ଯାଇଥିଲି। ମୋର 2ଟି ଝିଅ ଅଛି, ସୁନିତା ଏବଂ ତାଙ୍କ ସାନ ଭଉଣୀ ସବିତା। ସବିତା ଏପର୍ଯ୍ୟନ୍ତ 8ମ ଶ୍ରେଣୀରେ ପଢୁଥିଲେ, କାରଣ ମୁଁ ଶୀଘ୍ର ବିବାହ କରିଥିଲି। ମୁଁ ଏପର୍ଯ୍ୟନ୍ତ ମୋ ଝିଅମାନଙ୍କର ବଡ଼ ଭଉଣୀ ପରି ଦେଖାଯାଉଥିଲି। ମୁଁ ଏପର୍ଯ୍ୟନ୍ତ ଯୁବକ ଏବଂ ଯୁବକ ଥିଲି। ମୁଁ କିଛି ଦିନ ପାଇଁ ସୁନିତାଙ୍କୁ ଦେଖା କରିପାରି ନଥିଲି। ମୁଁ ତାଙ୍କୁ ଦେଖିବାକୁ ବହୁତ ଇଚ୍ଛା କରୁଥିଲି। ସବିତା ମଧ୍ୟ ତାଙ୍କ ବଡ଼ ଭଉଣୀଙ୍କୁ ମିସ କରୁଥିଲା। ଗୋଟିଏ ଦିନ ମୁଁ ମିଠା ନେଇ ସୁନିତାଙ୍କ ଘରକୁ ଯାଇଥିଲି। ମୁଁ ବହୁତ ଖୁସି ଥିଲି। ଭାବିଥିଲି ଯେ ମୋ ଝିଅ ଖୁସି ହେବ, କାରଣ ତାର ଏବଂ ରାହୁଲଙ୍କର ଏକ ରାଣୀ ଭଳି ଦୁନିଆ ଅଛି। ରାହୁଲଙ୍କ ବାପା ମା ଗାଁରେ ରହୁଥିଲେ ଏବଂ ସେ ବହୁତ କମ ସହରକୁ ଆସୁଥିଲେ। କିନ୍ତୁ ଯେତେବେଳେ ମୁଁ ସୁନିତାଙ୍କ ଘରେ ପହଞ୍ଚିଲି, ମୁଁ ଯାହା ଦେଖିଲି ତାହା ମୋତେ ଆଶ୍ଚର୍ଯ୍ୟ କରିଦେଲା। ମୋ ସୁନିତାଙ୍କ ଆଖି ଲୁହରେ ଭରିଗଲା। ମୋତେ ଦେଖିବା ମାତ୍ରେ ସେ ମୋ ପାଖକୁ ଆସି ମୋତେ କାନ୍ଦୁଥିଲେ। ସେ ବହୁତ ଦୁଃଖୀ ଏବଂ ଭୟଭୀତ ଦେଖାଯାଉଥିଲେ। ମୁଁ ତାଙ୍କୁ ପଚାରିଲି, ସେ କାହିଁକି କାନ୍ଦୁଛନ୍ତି, କିନ୍ତୁ ସେ କିଛି କହିଲେ ନାହିଁ ଏବଂ ତାଙ୍କ ରୁମକୁ ଚାଲିଗଲେ। ସେହି ସମୟରେ ରାହୁଲ ମଧ୍ୟ ସେଠାରେ ଥିଲେ। ମୁଁ ତାଙ୍କୁ ପଚାରିଲି ଯେ ସୁନିତା କାହିଁକି କାନ୍ଦୁଛନ୍ତି, କିନ୍ତୁ ସେ କିଛି କହିବାକୁ ରାଜି ନଥିଲେ। ମୁଁ ସୁନିତାଙ୍କ ପଛେ ପଛେ ତାଙ୍କ ରୁମକୁ ଗଲି। ସେଠାରେ ମୁଁ ପ୍ରଥମେ ତାଙ୍କୁ ଶାନ୍ତ କଲି। ମୁଁ ସନ୍ଦେହ କଲି ଯେ ମୋ ଜ୍ୱାଇଁ ଏବଂ ସୁନିତାଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥାଇପାରେ। ଏହା ଏକ ନୂତନ ବିବାହ ଥିଲା, ତେଣୁ ମୁଁ ଭାବିଲି ଯେ ଏହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏକ ସାମାନ୍ୟ ଝଗଡ଼ା ହୋଇପାରେ। ସୁନିତା ତାଙ୍କ ସ୍ୱାମୀଙ୍କ ଉପରେ ରାଗିଗଲେ। ମୁଁ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲି, କିନ୍ତୁ ସେ ମୋ ସହିତ କଥା ହେଉନଥିଲେ। ଯେତେବେଳେ ରାହୁଲ କୋଠରୀକୁ ଆସୁଥିଲେ, ସୁନିତା ଭୟଭୀତ ହୋଇ ଦ୍ୱାର ଆଡ଼କୁ ଚାହିଁ ରହୁଥିଲେ। ମୁଁ ଦ୍ୱାର ବନ୍ଦ କରିଦେଲି। ତାକୁ ପାଣି ଗ୍ଲାସ ଦେଲି ଏବଂ ପୁଣି ପଚାରିଲି, କଣ ହୋଇଛି କୁହ, କାନ୍ଦିବା ତୁମର ଯନ୍ତ୍ରଣା କମ କରିବ ନାହିଁ। ମୋତେ ସତ୍ୟ କୁହ। ସୁନିତା ମୋତେ ଯାହା କହିଲା ତାହା ମୋତେ ଆଶ୍ଚର୍ଯ୍ୟ କରିଦେଲା। ତାଙ୍କ ବିବାହକୁ 15 ଦିନ ବି ହୋଇନଥିଲା ଏବଂ ତାଙ୍କ ଜ୍ୱାଇଁଙ୍କ ଏପରି ବ୍ୟବହାର ସାମ୍ନାକୁ ଆସିଥିଲା। ସୁନିତା ମୋତେ କହିଲେ ଯେ ସେ ଅନ୍ୟ ଜଣେ ମହିଳାଙ୍କ ସହିତ
ରାହୁଲଙ୍କ ପ୍ରେମ କଥାବାର୍ତ୍ତା ଦେଖିଛନ୍ତି। ବିବାହର ଠିକ ପରେ ଏହା ଘଟିଥିଲା। ଏଥିରେ ସୁନିତା ଗଭୀର ଆଘାତ ପାଇଥିଲେ। ସେ କହିଲା, ମା, ମୁଁ ମୋ ଜୀବନ ସାଥୀ ବାଛିବାରେ ଭୁଲ କରିଥିଲି। ମୁଁ ସମୟ ମଧ୍ୟରେ ରାହୁଲଙ୍କୁ ବୁଝିପାରିଲି ନାହିଁ। ମୁଁ ମୋ ଜ୍ୱାଇଁ ଉପରେ ମଧ୍ୟ ବହୁତ ରାଗିଥିଲି। ମୁଁ ମୋ ଝିଅକୁ ଏପରି ଠକ ପୁରୁଷ ପାଖରେ ଛାଡ଼ି ପାରିଲି ନାହିଁ। ମୁଁ ତୁରନ୍ତ ସୁନିତାର ବ୍ୟାଗ୍ ପ୍ୟାକ୍ କରି ତାକୁ ଘରକୁ ନେଇଗଲି। ଆମେ ଯିବା ସମୟରେ ରାହୁଲ ଆମକୁ ଅଟକାଇବାକୁ ଚେଷ୍ଟା କଲା, କିନ୍ତୁ ମୁଁ ତାକୁ ଗୋଟିଏ ଶବ୍ଦ ନ କହି ସୁନିତାଙ୍କୁ ଘରକୁ ନେଇ ଆସିଲି। ଆମେ ଘରକୁ ଫେରିବା ପରେ ମୁଁ ମୋ ସ୍ୱାମୀଙ୍କୁ ସବୁକିଛି କହିଲି। ସୁନିତାର ବାପା ବହୁତ ବୁଝାମଣା କରୁଥିଲେ। ସେ କହିଲେ ଯେ ନିଶ୍ଚିତ ଭାବରେ କୌଣସି ଭୁଲ ବୁଝାମଣା ହୋଇଥିବ। ଯଦି ସେମାନେ ଦୁହେଁ ପରସ୍ପର ସହିତ କଥା ହୁଅନ୍ତି, ତେବେ ସବୁକିଛି ଠିକ ହୋଇଯିବ। ସେମାନଙ୍କ ବିବାହର ଗୋଟିଏ ମାସ ବି ହୋଇନଥିଲା। ତାକୁ ତାଙ୍କ ବାପା ମାଙ୍କ ଘରେ ଏପରି ରଖିବା ଠିକ ନୁହେଁ। ତୁମେ ଉଭୟଙ୍କ ସହିତ ଯୁକ୍ତି କରିବାକୁ ଚେଷ୍ଟା କରିବା ଉଚିତ। ଏହା କହି ସେ କାମକୁ ଚାଲିଗଲେ। ମୋ ସ୍ୱାମୀ ଏକ ଘରୋଇ କମ୍ପାନୀରେ ଏକ ବରିଷ୍ଠ ପଦବୀରେ ଥିଲେ ଏବଂ ଦିନକୁ 8 ଘଣ୍ଟା କାମ କରୁଥିଲେ। ତେଣୁ ଘରର ସମସ୍ତ ଦାୟିତ୍ୱ ମୋ ଉପରେ ପଡ଼ିଲା। ସେଦିନ ସୁନିତା ତାଙ୍କ ବାପା ମାଙ୍କ ଘରକୁ ଆସିଥିଲେ, କିନ୍ତୁ ସେ ଲଗାତାର କାନ୍ଦୁଥିଲେ। ମୁଁ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲି। 2-3 ଦିନ ବିତିଗଲା, କିନ୍ତୁ ସୁନିତା ତାଙ୍କ ସ୍ୱାମୀଙ୍କ ଫୋନର ଉତ୍ତର ଦେଲେ ନାହିଁ। ତାପରେ ଜ୍ୱାଇଁ ରାହୁଲ ମୋତେ ଫୋନ କଲେ। ସେ କହିଲେ, ଶାଶୁ, ମୋତେ ସୁନିତାଙ୍କ ସହ ମୁହାଁମୁହିଁ କଥା ହେବାକୁ ପଡ଼ିବ। ଦୟାକରି ତାଙ୍କୁ ବୁଝାନ୍ତୁ। ସେ ମୋତେ ଆସିବାକୁ ମନା କରୁଛନ୍ତି। ମୁଁ ଉତ୍ତର ଦେଲି, ତୁମେ ଯାହା କଲ ତାହା ଦେଖି ତୁମେ କିପରି ଭାବୁଛ ସେ ତୁମ ସହିତ କଥା ହେବ? ସୁନିତା ଏବେ ରାଗିଗଲାଣି। ସେ ତୁମ ସହିତ କଥା ହେବ କି ନାହିଁ ମୁଁ କହିପାରିବି ନାହିଁ। ଏତିକି କହି ମୁଁ ଫୋନ କାଟିଦେଲି। ସେତେବେଳେ ମୋର କୌଣସି ଧାରଣା ନଥିଲା ଯେ ମୋ ଜ୍ୱାଇଁ ହଠାତ୍ ଘରକୁ ଆସିବେ ଏବଂ ଆମ ମଧ୍ୟରେ ଏପରି କିଛି ଘଟିବ। ସେହିଦିନ ସୁନିତାଙ୍କ ଘନିଷ୍ଠ ବନ୍ଧୁ ତାଙ୍କ ବନ୍ଧୁ ଦିବ୍ୟା ଭେଟିବାକୁ ଆସିଥିଲେ। ପହଞ୍ଚିବା ମାତ୍ରେ ସେ ସୁନିତାଙ୍କୁ ପଚାରିଲେ, ତୁମର ନୂତନ ବିବାହିତ ଜୀବନ କିପରି ଚାଲିଛି? ତୁମର ସ୍ୱାମୀ ନିଶ୍ଚୟ ତୁମ ଉପରେ ଏତେ ପ୍ରେମ ବର୍ଷା କରୁଛନ୍ତି, ଠିକ୍ ନା? ଏହା ଶୁଣି ସୁନିତା କାନ୍ଦିବାକୁ ଲାଗିଲେ। ଦିବ୍ୟା ତାଙ୍କର ଘନିଷ୍ଠ ବନ୍ଧୁ ଥିଲେ, ତେଣୁ ସୁନିତା ତାଙ୍କୁ ରାହୁଲଙ୍କ ଦୁଷ୍କର୍ମ ବିଷୟରେ କହିଥିଲେ। ଏହା ଶୁଣି ଦିବ୍ୟା ଆଶ୍ଚର୍ଯ୍ୟ ହୋଇଗଲେ। ସେ ସୁନିତାଙ୍କୁ ବୁଝାଇଲେ ଯେ ସବୁ କିଛି ଠିକ ହୋଇଯିବ, ନଚେତ୍ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ସେ ପ୍ରତ୍ୟେକ ନିଷ୍ପତ୍ତିରେ ମୋ ଝିଅକୁ ସମର୍ଥନ କରିଥିଲେ। ସେ ଯାହା ଇଚ୍ଛା ତାହା କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ସୁନିତା ଦିବ୍ୟାଙ୍କ କଥାର କୌଣସି ଉତ୍ତର ଦେଲେ ନାହିଁ। ତାପରେ ଦିବ୍ୟା କହିଲେ, ତୁମେ ଯାହା ନିଷ୍ପତ୍ତି ନେବ ତାହା ଠିକ ହେବ। ଏବେ କାନ୍ଦ ବନ୍ଦ କର। ମାଉସୀ ତାଙ୍କୁ କହିଲେ ଯେ ସେ 2 ଦିନ ଧରି କାନ୍ଦୁଛନ୍ତି। ତାଙ୍କୁ ଏହି ପରିସ୍ଥିତିରୁ ବାହାରି ଆସିବା ଉଚିତ। ଯଦି ସେ ତାଙ୍କ ବନ୍ଧୁମାନଙ୍କ ସହିତ କିଛି ସମୟ ବିତାଇବେ, ତେବେ ସେ ଭଲ ଅନୁଭବ କରିବେ। ଆମ ବନ୍ଧୁ ପାୟଲଙ୍କ ଜନ୍ମଦିନ ପାର୍ଟି ଆଜି ରାତିରେ। ସେ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରିଥିଲେ। ହୁଏତ ତୁମେ ତାଙ୍କର ମେସେଜ ଦେଖିନାହଁ, ତେଣୁ ସେ ମୋତେ ପୁଣି ନିମନ୍ତ୍ରଣ କରିବାକୁ କହିଥିଲେ। ସୁନିତା ପାର୍ଟିକୁ ଯିବାକୁ ପ୍ରସ୍ତୁତ ନଥିଲେ। ସେ ସେହି ଭୁଲ ବ୍ୟକ୍ତି ବିଷୟରେ ଚିନ୍ତାରେ ହଜିଯାଇଥିଲା। କିନ୍ତୁ ମୁଁ ଏବଂ ଦିବ୍ୟା ତାଙ୍କୁ ବୁଝାଇଲୁ ଏବଂ ସେ ରାଜି ହୋଇଗଲୁ। ସୁନିତା ସେହି ରାତିରେ ତାଙ୍କ ବନ୍ଧୁଙ୍କ ଘରେ ରହିବାକୁ ଯାଉଥିଲେ। ସୁନିତାଙ୍କ ବାପାଙ୍କୁ କମ୍ପାନୀ କାମରେ ଯିବାକୁ ପଡ଼ିବାରୁ ସେ ଘରକୁ ଆସୁନଥିଲେ। ସନ୍ଧ୍ୟା 7ଟାରେ ଦିବ୍ୟା ସୁନିତାଙ୍କୁ ନେଇଗଲେ। ମୁଁ ଘର କାମ ସାରିଦେଲି। ସେହି ରାତିରେ କେବଳ ମୁଁ ଏବଂ ମୋର ସାନ ଝିଅ ସବିତା ଥିଲୁ। ମୁଁ ମୋ ରୁମକୁ ଶୋଇବାକୁ ଗଲି, କିନ୍ତୁ ଫ୍ୟାନ୍ ଚାଲୁନଥିଲା। ମୁଁ ଗୋଟିଏ ବିନା ଶୋଇପାରିଲି ନାହିଁ। ତେଣୁ ମୁଁ ସୁନିତାଙ୍କ ରୁମକୁ ଗଲି। ସେ ରାତିରେ ଘରେ ନଥିଲେ। ମୁଁ ତାଙ୍କ ରୁମର ଫ୍ୟାନ ଚାଲୁ କରି ବିଛଣାରେ ଶୋଇପଡ଼ିଲି ଏବଂ ଶୋଇପଡ଼ିଲି। କିଛି ମୁହୂର୍ତ୍ତ ମଧ୍ୟରେ ମୁଁ ଗଭୀର ନିଦ୍ରାରେ ଶୋଇପଡ଼ିଲି। ହଠାତ୍ ମୁଁ ମୋ ପାଖରେ କେହି ଜଣେ ଥିବା ଅନୁଭବ କଲି। ମୁଁ ଶୋଇପଡ଼ିଥିଲି। ତାପରେ ଗୋଟିଏ ହାତ ମୋ ପାଟିକୁ ଘୋଡ଼ାଇ ଦେଲା ଏବଂ ମୁଁ ଏକ ଫୁସ୍ ଫୁସ୍ ଶୁଣିଲି। ମୋ ପଛରେ ଜଣେ ବ୍ୟକ୍ତି ଥିଲେ। ମୁଁ ଜାଣିପାରିଲି ସେ ମୋ ପାଟିକୁ ଧରି ମୋତେ କଟି ପାଖରେ ଜୋରରେ ଧରିଲେ। ମୋତେ କଥା କହିବା କିମ୍ବା ହଲଚଲ କରିବାରୁ ବାଧା ଦେଲେ। ମୁଁ ନୀରବରେ ଶୁଣିଲି। ଯେତେବେଳେ ମୁଁ ଧ୍ୟାନ ଦେଇ ଶୁଣିଲି, ମୁଁ ଜାଣିଲି ଯେ ଏହା ମୋ ଜ୍ୱାଇଁ। ସେ ମୋ କାନରେ ଫିସ୍ଫିସ୍ କରି କହିଲେ, ସୁନିତା, ତୁମେ ପଛରୁ ଏପରି ଆଲିଙ୍ଗନକୁ ଭଲ ପାଅ, ନୁହେଁ କି? ମୁଁ ଜାଣେ ତୁମର କ୍ରୋଧ କମିଯାଇଛି। ସେଥିପାଇଁ ତୁମେ ମୋର ପ୍ରିୟ ବିବାହ ପୋଷାକ ପିନ୍ଧିଛ। ମୁଁ ତୁମକୁ ଆଶ୍ଚର୍ଯ୍ୟ କରିବା ପାଇଁ ଠିକ ସମୟରେ ଆସିଛି। ଆଜି ତୁମେ ପଛରୁ କେବଳ ଆଲିଙ୍ଗନ ଅପେକ୍ଷା ଅଧିକ ପାଇବ, ବରଂ ଆହୁରି ବହୁତ କିଛି। ଏହା କହି ସେ ଚୁପ୍ ହୋଇଗଲେ। ତାପରେ ସେ ଏପରି ବ୍ୟବହାର କଲେ
ଯାହା ମୁଁ କଳ୍ପନା କରିନଥିଲି। ସେ ପଛରୁ ମୋ ଭିତରକୁ ପଶିବାକୁ ଚେଷ୍ଟା କଲେ। ତାଙ୍କର ବଢୁଥିବା ସ୍ପର୍ଶ ଦେଖି ମୁଁ ଜାଣିଥିଲି ଯେ ସେ ପରବର୍ତ୍ତୀ ସମୟରେ କଣ କରିବେ। କୋଠରୀଟି ମୃଦୁ ଆଲୋକିତ ଥିଲା, ତେଣୁ ମୁଁ ତାଙ୍କୁ ଦେଖିପାରିଲି ନାହିଁ। ମୁଁ ଭୟଭୀତ ହୋଇଗଲି। ତାଙ୍କର ଜ୍ୱର ବଢିବାକୁ ଲାଗିଲା। ମୋତେ ତାଙ୍କଠାରୁ ଦୂରେଇ ଯିବାକୁ ପଡ଼ିଲା। ମୁଁ ମୋର ସମସ୍ତ ଶକ୍ତି ସହିତ ନିଜକୁ ବିଛଣାରୁ ଠେଲିଦେଲି। ସେ ମୋ ସହିତ ପଡ଼ିଗଲେ। ମୁଁ ପଡ଼ିଯିବା ମାତ୍ରେ ତାଙ୍କ ହାତ ଢିଲା ହୋଇଗଲା। ମୁଁ ତୁରନ୍ତ ତାଙ୍କଠାରୁ ଦୂରେଇ ଯାଇ ଆଲୋକ ଜଳାଇଲି। ଆଲୋକ ଜଳିବା ମାତ୍ରେ ମୋ ଜ୍ୱାଇଁ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆମେ ଦୁହେଁ ପରସ୍ପରକୁ ଚାହିଁଲୁ ଏବଂ ସମାନ ଅଭିବ୍ୟକ୍ତି କଲୁ। ସେ କହିଲେ, ଶାଶୁ ତୁମେ? ମୁଁ କହିଲି, ଜ୍ୱାଇଁ ତୁମେ? ତାପରେ ମୁଁ ରାଗି ପଚାରିଲି, ତୁମେ କଣ କରୁଥିଲା? ସୁନିତା ତୁମକୁ ଏଠାକୁ ଆସିବାକୁ ବାରଣ କରିଥିଲା, ତଥାପି ତୁମେ ଆସିଲ। ମୁଁ ତୁମର ଆଚରଣକୁ ସମ୍ପୂର୍ଣ୍ଣ ଭାବରେ ପସନ୍ଦ କରୁନାହିଁ। ଏଠାରୁ ଏବେ ଚାଲିଯାଅ। ଜ୍ୱାଇଁ କହିଲେ, ଶାଶୁ ଦୟାକରି ମୋ କଥା ଶୁଣ। ପ୍ରଥମେ ମୁଁ କ୍ଷମା ମାଗୁଛି। ମୁଁ ଜାଣିନଥିଲି ତୁମେ ସୁନିତାଙ୍କ କୋଠରୀରେ ଶୋଇଛ। ମୁଁ ଭାବିଥିଲି ଏହା ମୋ ସ୍ତ୍ରୀ, ସେଥିପାଇଁ ମୁଁ ଭୁଲରେ ତୁମକୁ ଭୁଲ ବୁଝିଥିଲି। ମୁଁ ଜାଣିଛି ସୁନିତା ମୋତେ ଏଠାକୁ ଆସିବାକୁ ବାରଣ କରିଥିଲା, କିନ୍ତୁ ମୋତେ ତାଙ୍କ ସହିତ କଥା ହେବାକୁ ପଡ଼ିଲା। ତୁମେ ମଧ୍ୟ ମୋ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ, ତେଣୁ ମୁଁ ଏଠାକୁ ଆସିଲି। ଏତେ ବଡ଼ ଭୁଲ ବୁଝାମଣା ସୃଷ୍ଟି ହେବ ବୋଲି ମୁଁ ଜାଣିନଥିଲି। ମୁଁ ବୁଝିପାରିଲି ଏହା ଏକ ଭୁଲ ବୁଝାମଣା, କିନ୍ତୁ ତାଙ୍କର ବ୍ୟବହାର ମୋତେ ବିରକ୍ତ କରୁଥିଲା। ସେ କଣ ସବୁବେଳେ ସୁନିତାଙ୍କ ସହିତ ଏପରି କରନ୍ତି? ମୁଁ ପଚାରିଲି, ତୁମେ ସୁନିତା ଭାବି ମୋ ମୁହଁ ଘୋଡ଼ାଇ ଦେଇଥିଲା? ତୁମେ କଣ ସବୁବେଳେ ସୁନିତାଙ୍କ ସହିତ ଏପରି କର? ତୁମେ କଣ ତାକୁ ତାଙ୍କ ଇଚ୍ଛା ବିରୁଦ୍ଧରେ ହଇରାଣ କରୁଛ? ସେ କହିଲେ, ନା ଶାଶୁ, ତୁମେ ଭୁଲ ବୁଝୁଛ। ମୁଁ ପ୍ରଥମ ଥର ପାଇଁ ତାଙ୍କ ମୁହଁକୁ ଘୋଡ଼ାଇ ଦେଇଥିଲି, ଯାହାଦ୍ୱାରା ସେ ଜାଣିପାରିବେ ନାହିଁ ଯେ ମୁଁ ସେଠାରେ ଅଛି। ଯଦି ସେ ଚିତ୍କାର କରିଥାନ୍ତେ, ତେବେ ତୁମେ କୋଠରୀ ଭିତରକୁ ଆସିଥାନ୍ତ ଏବଂ ମୁଁ ସୁନିତାଙ୍କ ସହ ଖୋଲାଖୋଲି କଥା ହୋଇପାରି ନଥାନ୍ତେ। ତାଙ୍କର ଉତ୍ତର ସ୍ପଷ୍ଟ ଥିଲା ଏବଂ ମୁଁ ଏଥିରେ କୌଣସି ଛଳନା ଦେଖିନଥିଲି। ମୁଁ କହିଲି, ତୁମେ ସୁନିତାଙ୍କୁ ଭେଟିବାକୁ ଆସିଛ, ଠିକ୍ ନା? ସେ ଜଣେ ବନ୍ଧୁଙ୍କ ପାର୍ଟିରେ ଅଛନ୍ତି। ସେ କାଲି ସକାଳେ ଫେରି ଆସିବେ। ତୁମେ ଏବେ ଘରକୁ ଯାଅ। ସେ କହିଲେ, ଶାଶୁ, ମୁଁ ସୁନିତାଙ୍କୁ ନ ଭେଟି ଯିବି ନାହିଁ। ଦୟାକରି ମୋ କଥା ଶୁଣ। ଠିକ୍ ସେତିକିବେଳେ ଡୋରବେଲ୍ ବାଜିଲା। ରାତି 3ଟାରେ ସୁନିତାଙ୍କ ବାପା ଘରକୁ ଆସିଲେ। ତାଙ୍କୁ ଦେଖି ଜ୍ୱାଇଁ ତାଙ୍କୁ ଅନୁରୋଧ କରିବାକୁ ଲାଗିଲେ, ମୁଁ ସୁନିତାଙ୍କୁ ଭେଟିବାକୁ ଚାହୁଁଛି। ଯାହା ଘଟିଥିଲା ତାହା ଏକ ଭୁଲ ବୁଝାମଣା ଥିଲା। ମୁଁ ତାଙ୍କ ସହିତ କଥା ହୋଇ ଆମ ମଧ୍ୟରେ ବିବାଦର ସମାଧାନ କରିବାକୁ ଚାହୁଁଛି। ମୋ ସ୍ୱାମୀ ଏହା ହିଁ ଚାହୁଁଥିଲେ। ସେ ଜ୍ୱାଇଁଙ୍କୁ ରହିବାକୁ ଅନୁମତି ଦେଲେ। ଜ୍ୱାଇଁ ସୁନିତାଙ୍କ ରୁମକୁ ଗଲେ ଏବଂ ମୁଁ ଏବଂ ମୋ ସ୍ୱାମୀ ଆମ ଘରକୁ ଗଲୁ। ପରଦିନ ସକାଳେ ସୁନିତା ଘରକୁ ଆସିଲେ। ତାଙ୍କ ସ୍ୱାମୀଙ୍କୁ ତାଙ୍କ ରୁମରେ ଦେଖି ସେ ରାଗିଗଲେ, କିନ୍ତୁ ତାଙ୍କ ବାପା ଏବଂ ମୁଁ ତାଙ୍କୁ ସାନ୍ତ୍ୱନା ଦେବା ପରେ ସେ ରାହୁଲଙ୍କ ସହ କଥା ହେବାକୁ ରାଜି ହେଲେ। ଜଳଖିଆ ପରେ ଜ୍ୱାଇଁ ସୁନିତାଙ୍କୁ ବାହାରକୁ ବୁଲିବାକୁ ନେଇଗଲେ। ସେମାନେ ସନ୍ଧ୍ୟା 6ରେ ଘରକୁ ଫେରି ଆସିଲେ। ଆମେ ଫେରି ଆସିଲୁ। ଆମେ ପହଞ୍ଚିବା ମାତ୍ରେ ମୋ ଜ୍ୱାଇଁ କହିଲେ, ଶାଶୁ, ମୁଁ ଏଠାରେ ସୁନିତାଙ୍କ ସହିତ କିଛି ଦିନ ରହିବି। ସେ ଏବେ ବି ମୋ ଉପରେ ସମ୍ପୂର୍ଣ୍ଣ ବିରକ୍ତ। ଯଦି ଆମେ ସମସ୍ତଙ୍କ ସହିତ ଏଠାରେ ରହିବୁ, ତେବେ ଅତି କମରେ କୌଣସି ଟେନସନ୍ ହେବ ନାହିଁ। ସେ ଘରକୁ ଯିବାକୁ ଚାହୁଁଥିଲେ, ତେଣୁ ମୁଁ ତାଙ୍କୁ ମନା କରିପାରିଲି ନାହିଁ। ତାପରେ ସେ ମୋ କାନରେ ଫିସ୍ଫିସ୍ କରି କହିଲେ, ଶାଶୁ, ତୁମ ପରି ଶାଶୁ ପାଇବା ଜ୍ୟାକପଟ ମାରିବା ପରି ସେ ମୋ ଚାରିପାଖରେ ତାଙ୍କ ହାତ ରଖିଲେ। ମୋତେ ହାଲୁକା ଭାବରେ କୁଣ୍ଢେଇ ପକାଇଲେ ଏବଂ କହିଲେ, ତୁମର ବୁଝାମଣା ଯୋଗୁଁ ସୁନିତା ମୋ ସହିତ କଥା ହେବାକୁ ରାଜି ହେଲା। ମୁଁ ତୁମକୁ ଯଥେଷ୍ଟ ଧନ୍ୟବାଦ ଦେଇପାରିବି ନାହିଁ। ଜ୍ୱାଇଁ, ସେ ମୋତେ ବହୁତ ପ୍ରଶଂସା କରୁଥିଲେ। 4 ଦିନ ବିତିଗଲା, କିନ୍ତୁ ମୋ ଜ୍ୱାଇଁ ଆମ ଘରେ ଥିଲେ। ଗତ 4 ଦିନ ଧରି ମୁଁ ତାଙ୍କୁ ହଲରେ ଶୋଇଥିବାର ଦେଖିଥିଲି। ମୁଁ ଜାଣିଥିଲି କାହିଁକି ସୁନିତା ତାଙ୍କୁ ତାଙ୍କ ପାଖକୁ ଯିବାକୁ ଦେଉନଥିଲେ। ମୁଁ ଏହା ନିଜ ଆଖିରେ ଦେଖିଥିଲି। ଗୋଟିଏ ରାତିରେ ମୁଁ ପାଣି ବୋତଲ ଧରି ମୋ ରୁମକୁ ଯାଉଥିଲି। ସେତେବେଳେ ମୋ ଜ୍ୱାଇଁ ମୋତେ ଅଟକାଇଲେ। ସେ କହିଲେ, ଶାଶୁ, ଏବେ ମୋତେ ଅଣଦେଖା କର ନାହିଁ। ମୋ ସ୍ତ୍ରୀ ଗତ 4 ଦିନ ଧରି ମୋ ରୁମରେ ଶୋଇବାକୁ ମଧ୍ୟ ଦେଉନାହିଁ। ବିବାହ ପରଠାରୁ ମୁଁ ମୋ ସ୍ତ୍ରୀଠାରୁ ଯେଉଁ ପ୍ରେମ ଚାହୁଁଥିଲି ତାହା ପାଇନାହିଁ। ସେ ମୋ ସହିତ ଏକାନ୍ତରେ କଥାବାର୍ତ୍ତା ଆରମ୍ଭ କଲେ। ସେ କହିଲେ, ତୁମେ କେବଳ ମୋ ଶାଶୁ ନୁହଁ,
ତୁମେ ମୋ ବନ୍ଧୁ ପରି ସେଥିପାଇଁ ମୁଁ ତୁମ ସହିତ ଖୋଲାଖୋଲି କଥା ହୁଏ। ଏହି ଘରେ ତୁମେ ଏକମାତ୍ର ଯିଏ ମୋର ଭାବନା ବୁଝନ୍ତି। ମୁଁ କଣ ଭାବୁଛି ତାହା ମୁଁ ବୁଝିପାରୁ ନଥିଲି, କିନ୍ତୁ ସେ ତାଙ୍କ ସ୍ତ୍ରୀଙ୍କ ପ୍ରେମ ପାଇଁ ହତାଶ ମନେ ହେଉଥିଲେ। ମୁଁ ଜାଣି ନଥିଲି ଯେ ସେ କିଛି ଅନୁପଯୁକ୍ତ ଭାବିବେ। ପରଦିନ ରାତ୍ରି ଭୋଜନ ପରେ ସମସ୍ତେ ନିଜ ନିଜ କୋଠରୀକୁ ଗଲେ। ସୁନିତା ଏବଂ ମୁଁ ଗୋଟିଏ କୋଠରୀରେ ଶୋଇଥିଲୁ। ସୁନିତାର ବାପା ଅନ୍ୟ ଏକ କୋଠରୀରେ ଶୋଇଥିଲେ ଏବଂ ତାଙ୍କ ଜ୍ୱାଇଁ ପାଇଁ ଏକ ଅଲଗା କୋଠରୀ ପ୍ରସ୍ତୁତ କରାଯାଇଥିଲା, ଯେଉଁଠାରେ ସେ ଏକା ଶୋଇଥିଲେ। ସେହି ରାତି ଘୋର ଅନ୍ଧାର ଥିଲା। ମଧ୍ୟରାତ୍ରି ଅତିକ୍ରମ କରିଯାଇଥିଲା। ନୂତନ ସ୍ଥାନର ରାହୁଲ ଶୋଇପାରି ନଥିଲେ। ସେ ବାରମ୍ବାର ବୁଲୁଥିବା ବେଳେ ସୁନିତାଙ୍କୁ ତାଙ୍କ ଫୋନରେ ମେସେଜ କଲେ, ସୁନିତା ଦେଖ, ମୁଁ 2-3 ଦିନ ହେଲା ଏଠାକୁ ଆସିଛି, କିନ୍ତୁ ଏବେ ଗୋଟିଏ ସପ୍ତାହ ହେଲାଣି ଆମେ ପରସ୍ପରକୁ ଭେଟି ନାହୁଁ। ଦୟାକରି ମୋତେ କ୍ଷମା କର। କିଛି ସମୟ ପାଇଁ ମୋ ପାଖକୁ ଆସ, ଆମେ କଥା ହେବା। ତାପରେ ତୁମେ ତୁମ ମାଙ୍କ ସହିତ ଶୋଇପାରିବ। ମୁଁ ଶୋଇପାରୁନାହିଁ। ସେ ବାରମ୍ବାର ଅନୁରୋଧ କଲେ, କିନ୍ତୁ ସୁନିତା ଗଭୀର ନିଦ୍ରାରେ ଶୋଇପଡ଼ିଥିଲେ। ତାଙ୍କ ଫୋନ ମୋ ପାଖରେ ଥିଲା। ମୁଁ ଉତ୍ତର ଦେଇ ନଥିଲି। ତାପରେ ସେ ଫୋନ କାଟିଦେଲେ ଏବଂ ମେସେଜ କଲେ, ତୁମେ ମଧ୍ୟ ଲଜ୍ଜିତ ହେବା ଉଚିତ। ମୁଁ ମାୟାଙ୍କ ପାଖରେ ଅଛି ଏବଂ ତୁମ ମାଙ୍କ ସହିତ ଶୋଇଛି। ଯଦି ମୁଁ ଏବେ ବାହାରକୁ ଯାଏ ତେବେ ତୁମ ମା କଣ ଭାବିବେ? କିନ୍ତୁ ସେ ଅନୁରୋଧ କରି ଚାଲିଲେ, ତୁମେ ଅଧଘଣ୍ଟା ପାଇଁ ଆସ, ତାପରେ ତୁମ ମାଙ୍କ ପାଖକୁ ଯାଅ। ମୋର ଜ୍ୱାଇଁ ପାଇଁ ଦୁଃଖ ଲାଗିଲା। ମୁଁ ଭାବିଲି, ଠିକ ଅଛି, ମୁଁ ଯାଇ କଥା ହେବି। ମୁଁ ମେସେଜ କଲି, ଠିକ ଅଛି, ମୁଁ ଫେରି ଆସିବି। ଦ୍ୱାର ଖୋଲା ରଖ। ସୁନିତା ଶୋଇଥିଲେ ଏବଂ ରାହୁଲ ଜାଣି ନଥିଲେ ଯେ ମୁଁ ତାଙ୍କ ଶାଶୁ ଉତ୍ତର ଦେଉଥିଲେ। ସେ ତାଙ୍କ ଦ୍ୱାର ଟିକିଏ ଖୋଲା ରଖି ଏକ କମ୍ବଳ ଘୋଡ଼ାଇ ଶୋଇପଡ଼ିଲେ। ମୁଁ ଧୀରେ ଧୀରେ ତାଙ୍କ କୋଠରୀକୁ ଗଲି। ଲାଇଟ୍ ବନ୍ଦ ହୋଇଗଲା ଏବଂ ଚାରିପାଖରେ ଅନ୍ଧାର ଥିଲା। ମୁଁ କମ୍ବଳରେ ନିଜକୁ ଘୋଡ଼ାଇ ତାଙ୍କ ପାଖରେ ଶୋଇପଡ଼ିଲି। ମୁଁ ଶୋଇବା ମାତ୍ରେ ରାହୁଲ ଭାବିଲେ ଯେ ମୁଁ ସୁନିତା। ସେ ମୋତେ ତାଙ୍କ ପାଖକୁ ଟାଣି ଆଣିଲେ ଏବଂ ମୋତେ କୁଣ୍ଢେଇ ପକାଇଲେ। ମୁଁ ସେହି ମୁହୂର୍ତ୍ତରେ ଭାସିଗଲି। ମୋର ଶୀଘ୍ରତାରେ ମୁଁ କିଛି ଚିନ୍ତା ନ କରି ମୋର ପୋଷାକ କାଢ଼ିଦେଲି। ରାହୁଲ ଅନ୍ୟ କିଛି କରିବାକୁ ଶୀଘ୍ର ଥିଲେ। ସେ ମୋତେ ଗୋଟିଏ ହାତରେ ଧରିଲେ, କିନ୍ତୁ ହଠାତ୍ ସେ କିଛି ଅଦ୍ଭୁତ ଅନୁଭବ କଲେ। ସେ ମନେ ମନେ ଭାବିବାକୁ ଲାଗିଲେ, ସୁନିତା ଏତେ ପତଳା, ମୁଁ କଣ ଅନୁଭବ କରୁଛି? ମୁଁ ସୁନିତା ଅପେକ୍ଷା ଟିକିଏ ଭାରୀ ଏବଂ ଉଚ୍ଚ ଥିଲି। ଯଦିଓ ଆମେ ସମାନ ଦେଖାଯାଉଥିଲୁ, ସେ ଅନୁଭବ କଲେ ଯେ କିଛି ଭୁଲ ଅଛି। ସେ ମୋ ସହିତ କଥା ହେବାକୁ ଚେଷ୍ଟା କଲେ। ମୁଁ ଚୁପ୍ ରହିଲି। ତାପରେ ସେ ଶୀଘ୍ର ତାଙ୍କ ମୋବାଇଲ ଫୋନ ନେଲେ, ଲାଇଟ୍ ଅନ୍ କଲେ ଏବଂ ମୁଁ ତାଙ୍କ ଶାଶୁ ତାଙ୍କ ପାଖରେ ଠିଆ ହୋଇଥିବା ଦେଖିଲେ। ସେ ଆଶ୍ଚର୍ଯ୍ୟ ହୋଇଗଲେ। ଲଜ୍ଜାରେ ତାଙ୍କ ମୁଣ୍ଡ ନଇଁଗଲା। ସେ ଭୟଭୀତ ହୋଇ କହିଲେ, ହେ ଭଗବାନ, ମୁଁ କଣ କଲି? ମୁଁ କେତେ ବଡ଼ ଭୁଲ କଲି? କିନ୍ତୁ ମୁଁ କିଛି ଚିନ୍ତା କରିନଥିଲି। ମୁଁ ଶାନ୍ତ ରହି ହସିଲି। ଜ୍ୱାଇଁ, ତୁମେ ଏପରି କାହିଁକି କହୁଛ? କିଛି ହେଲା ନାହିଁ। ଏହା ତୁମର ଦୋଷ ନୁହେଁ। ମୁଁ ନିଜେ ତୁମ ପାଖକୁ ଆସିଥିଲି। ମୋତେ ଏହା ଦରକାର ଥିଲା। ତୁମର ଶ୍ୱଶୁର କମ୍ପାନୀ କାମ ଯୋଗୁଁ ବହୁତ ଦିନ ଧରି ବାହାରେ ଅଛନ୍ତି। ସେ ମୋ ଆଡ଼କୁ ଚାହିଁ ମଧ୍ୟ ନାହାନ୍ତି। ମୁଁ ମଧ୍ୟ ତୁମ ସହିତ ସମୟ ବିତାଇବାକୁ ଚାହୁଁଥିଲି। ତୁମେ ମୋ ବିଛଣାକୁ ଆସି ପଛରୁ ମୋତେ ଛୁଇଁବା ପରଠାରୁ ମୋ ମନରେ ଏହି ଚିନ୍ତାଧାରା ଥିଲା, କିନ୍ତୁ ମୁଁ କାହାକୁ କହିବି? ଏବେ ତୁମେ ମୋତେ କୁହ, ମୁଁ କଣ କରିବି? ଏହା ଶୁଣି ରାହୁଲ ଟିକେ ଶାନ୍ତ ହୋଇଗଲେ। ସେ ଆସି ମୋତେ ଜୋରରେ କୁଣ୍ଢେଇ ପକାଇଲେ। ସୁନିତା ସବୁ ଦେଖିଲା ଏବଂ ତୁରନ୍ତ ବାହାରକୁ ଆସିଲା। ମୋତେ ଦେଖି ମୁଁ ସ୍ତବ୍ଧ ହୋଇଗଲି। ମୁଁ ନିଜକୁ ସମ୍ଭାଳି ନେଇ କହିଲି, ସୁନିତା, ଜ୍ୱାଇଁ ମୋ ଉପରେ ଭୁଲ ନଜର ପକାଇଲା। ସେ ମୋ ପ୍ରତି ଭୁଲ କରିବାକୁ ଚେଷ୍ଟା କରୁଥିଲା। ମୁଁ ଆଉ ଏପରି ପୁରୁଷ ସହିତ ତୁମକୁ ରହିବାକୁ ଦେବି ନାହିଁ। ଆମେ କାଲି ଛାଡ଼ପତ୍ର ପାଇଁ ଆବେଦନ କରିବୁ। ମୁଁ କଥା ହେଉଥିଲି, ସୁନିତାର ବାପା ଆସିଲେ। ମୁଁ ତାକୁ ଦେଖିବା ମାତ୍ରେ ମୁଁ କାନ୍ଦି କାନ୍ଦି ତାକୁ କୁଣ୍ଢେଇ ପକାଇଲି ଏବଂ ମୋ ଜ୍ୱାଇଁ ସମସ୍ତ ଦୁଷ୍କର୍ମ କଥା କହିଲି। କିନ୍ତୁ ମୋ ସ୍ୱାମୀ ରାଗିଲେ ନାହିଁ। ମୁଁ କହିଲି, ସୁନିତାର ବାପା ଜଣେ ଅପରିଚିତ ଲୋକ ତୁମ ସ୍ତ୍ରୀ ଉପରେ ଖରାପ ନଜର ପକାଇଛି ଏବଂ ତୁମେ ଚୁପ୍ ରହୁଛ। କାଲି ଆମେ ଏହି ମୂଲ୍ୟହୀନ ଲୋକଠାରୁ ସୁନିତାକୁ ଦୂରେଇ ଦେବୁ। ମୁଁ ଆଉ ତାଙ୍କ ସହିତ ମୋ ଝିଅକୁ ପଠାଇବି ନାହିଁ। ସୁନିତାର ବାପା ମୋତେ ହସି କହିଲେ, ବିନିତା, ମୁଁ ଜାଣି ନଥିଲି ତୁମର ଏହି ପକ୍ଷ ଅଛି। ସେ ଅଟକିବା ମାତ୍ରେ ସୁନିତା କହିଲେ, ମା, ତୁମର ଅଭିନୟ ପାଇଁ ତୁମକୁ ପୁରସ୍କାର ମିଳିବା ଉଚିତ। ତୁମେ ଏତେ ଚମତ୍କାର ଅଭିନୟ କରିଛ। ମୁଁ କହିଲି, ତୁମେ କଣ କହୁଛ? ଅଭିନୟ? ସେ କହିଲେ, ହଁ, ମୋ ସ୍ୱାମୀଙ୍କୁ ଫସାଇବା ପାଇଁ ଅଭିନୟ କରୁଛ। ତୁମେ ମୋ ବିବାହକୁ ନଷ୍ଟ କରିବାକୁ ଚାହୁଁଥିଲେ, ଠିକ୍ ନା? ସେଥିପାଇଁ
ତୁମେ ଆରମ୍ଭରୁ ଏକ ଅଜଣା ନମ୍ବରରୁ ରାହୁଲଙ୍କୁ ପ୍ରେମ ମେସେଜ ପଠାଇଥିଲ। କେବଳ ଏତିକି ନୁହେଁ, ତୁମେ ମୋତେ ପରିବର୍ତ୍ତନ ସ୍ୱରରେ ପ୍ରେମ ରେକର୍ଡି ମଧ୍ୟ ପଠାଇଥିଲେ, ଯାହାଦ୍ୱାରା ମୁଁ ସେଗୁଡ଼ିକୁ ଶୁଣିବା ଏବଂ ଦେଖିବା ପରେ ମୁଁ ରାହୁଲଙ୍କୁ ସନ୍ଦେହ କରି ତାକୁ ଛାଡ଼ପତ୍ର ଦେବି। କିନ୍ତୁ ତୁମର ପ୍ରଥମ ଯୋଜନା ବିଫଳ ହେଲା। ଯେଉଁଦିନ ରାହୁଲ ମୋ ବାପା ମାଙ୍କ ଘରକୁ ମୋତେ ଭେଟିବାକୁ ଆସିଲା, ସେ ମୋତେ ଘରୁ ଡାକି ସବୁ କିଛି କହିଲା। ଯେତେବେଳେ ତୁମେ ମୋତେ ମୋ ବାପା ମାଙ୍କ ଘରକୁ ଆଣିଲ, ରାହୁଲ ସେହି ନମ୍ବର ଯାଞ୍ଚ କଲା ଯେଉଁଠାରୁ ସେ ମେସେଜ ପାଇଥିଲା। ଏହା ତୁମ ନାମରେ ଜଣାପଡ଼ିଲା। ଆମେ ଜାଣିବାକୁ ଚାହୁଁଥିଲୁ ଯେ ତୁମେ ଏସବୁ କାହିଁକି କରୁଛ। ସେଥିପାଇଁ ରାହୁଲ ମୋତେ ଚୁପ ରହିବାକୁ କହିଥିଲେ। ସେ ପ୍ରତିଦିନ ରାତିରେ ହଲରେ ଶୋଇଥିଲେ। ଏହା ସବୁ ତାଙ୍କ ଯୋଜନାର ଏକ ଅଂଶ ଥିଲା। ଯେତେବେଳେ ତୁମର ପ୍ରଥମ ଯୋଜନା ବିଫଳ ହେଲା, ତୁମେ ତୁମର ଜ୍ୱାଇଁକୁ ଅତ୍ୟଧିକ ଭଲ ପାଇବା ଆରମ୍ଭ କଲ। ସେ ମୋ ସହିତ ମୂର୍ଖ ପରି ବ୍ୟବହାର କରିବାକୁ ଲାଗିଲା। ଆମେ ଦୁହେଁ ବୁଝିଗଲୁ ଯେ ତୁମେ ଏପରି କାହିଁକି କରୁଛ। ତୁମେ ମୋତେ ପ୍ରମାଣ କରିବାକୁ ଚାହୁଁଥିଲ ଯେ ରାହୁଲର ମନ୍ଦ ଉଦ୍ଦେଶ୍ୟ ଅଛି। ଏକ ନବବିବାହିତ ସମ୍ପର୍କରେ ସନ୍ଦେହ ସୃଷ୍ଟି କରିବା ସହଜ ଏବଂ ତୁମେ ଠିକ ସେହିପରି କରିବାକୁ ଚାହୁଁଥିଲା। ମା, ତୁମେ ମୋ ବିବାହ କାହିଁକି ଭାଙ୍ଗିବାକୁ ଚାହୁଁଥିଲ? ସୁନିତା ଏବଂ ତାଙ୍କ ବାପା ମୋତେ ସତ୍ୟ ପଚାରିଲେ। ମୁଁ କହିଲି, ହଁ, ମୁଁ ମୋ ଜ୍ୱାଇଁକୁ ମୋ ରୁମକୁ ଡାକିଥିଲି, ଯାହାଦ୍ୱାରା ମୁଁ ତାଙ୍କୁ ଦୋଷ ଦେଇପାରିବି। ତୁମ ଛାଡ଼ପତ୍ର ପରେ ତୁମେ ଏଠାରୁ ନେଇଯାଇଥିବା ତୁମର ସମ୍ପତ୍ତି ମୁଁ ପାଇବାକୁ ଚାହୁଁଥିଲି। ତୁମର ବାପା ପ୍ରେମରେ ତୁମକୁ ଘରଠାରୁ ଗାଡ଼ି ପର୍ଯ୍ୟନ୍ତ ସବୁ କିଛି ଦେଇଥିଲେ। ବର୍ତ୍ତମାନ ଆମର ଏହି ଘର ବ୍ୟତୀତ ଆଉ କିଛି ନାହିଁ। ସେ କେବେ ମୋ ସାନ ଝିଅର ଯତ୍ନ ନେଉନଥିଲେ। ଏହା ଶୁଣି ମୋ ସ୍ୱାମୀ କହିଲେ, ବିନିତା, ସୁନିତାଙ୍କ ମାଙ୍କ ମୃତ୍ୟୁ ପରେ ମୁଁ ତୁମକୁ ବିବାହ କରିଥିଲି କାରଣ ତୁମେ ତାଙ୍କର ପ୍ରକୃତ ମାଉସୀ ଥିଲ। ମୁଁ ଭାବିଥିଲି ତୁମେ କେବେ ସୁନିତାଙ୍କୁ ଅଲଗା କରିବ ନାହିଁ। ତୁମେ ତାକୁ ନିଜ ଝିଅ ପରି ଭଲ ପାଇ, କିନ୍ତୁ ତୁମେ ସବୁବେଳେ ସୁନିତା ଏବଂ ନିଜ ଝିଅ ମଧ୍ୟରେ ପାତରଅନ୍ତର କରିଛ। ସୁନିତା କେବେ ମୋ ନିକଟରେ ତୁମ ବିଷୟରେ ଅଭିଯୋଗ କରିନାହିଁ, କିନ୍ତୁ ଆଜି ତୁମେ ଜଣେ ସାବତ ମା ଭାବରେ ତୁମର ପ୍ରକୃତ ସ୍ୱଭାବ ପ୍ରକାଶ କରିଛ।